ପାଞ୍ଚାଳୀର ପ୍ରଶ୍ନ। ପାଞ୍ଚାଳୀ କହିଲେ ମହାଭାରତର ଦ୍ରୌପଦୀଙ୍କୁ ବୁଝାଇଥାଏ। ତୃତୀୟ ପାଣ୍ଡବ ପାର୍ଥ ଧନୁର୍ଦ୍ଧର ଜିଣିଥିଲ ସ୍ୱୟଂବର। ତୁମ ଗଳାରେ ମୁଁ ଲମ୍ବାଇଲି ମାଳ ପଞ୍ଚପତି କିଆଁ ମୋର। ଥାଇ ପଞ୍ଚପତି କାକୁତି ମିନତି କିଏ କଲା କର୍ଣ୍ଣପାତ। କୁରୁ ସଭାସ୍ଥଳେ ଦୁଃଶାସନହୀନ ଖୋଲିଥିଲା ଯେବେ ବସ୍ତ୍ର। ଜୟଦ୍ରଥ ବୀର ଲୋଭୀମ ଶରୀର ଦେଖାଇଲା ପରାକ୍ରମ। ନେଉଥିଲା ସାଥେ ଧରି ତାର ହାତେ ଉଦ୍ଧାରିଲ କିଆଁ ଭୀମ। ଶୈଳେନ୍ଦ୍ରୀ ହୋଇ ଛଦ୍ମ ବେଶରେ ରହିଲି ବିରାଟ ରାଜ୍ୟେ। କିଚ କଲ ଲୁପ ଦେଖି ମୋର ଗାତ୍ର ଏମିତି କାହିଁ ମୋ ଭାଗ୍ୟେ। କହିବ କି କୃଷ୍ଣ କୃଷ୍ଣା ନାମ ମୋର ଜଗତେ କିଆଁ ସାର୍ଥକ। ଯୁଗେ ଯୁଗେ ନାରୀ ପୂର୍ଣ୍ଣତା ଓଇରି ଲେଖିଛି ଏତେ ବିପାକ। ନାରୀର ଜନମ ଏଡ଼େ ଯଦି ପୁଣ୍ୟ ପୁରୁଷ କିଆଁ ନ ବୁଝେ। କୁହ ନାରାୟଣ ଇଏ କି ଭିଆଣ ନାରୀ ପାଇଁ ଯୁଗେ ଯୁଗେ। ପାଞ୍ଚାଳୀର ପ୍ରଶ୍ନ। ଏହି ଶୀର୍ଷକ କବିତା ମାଧ୍ୟମରେ ଗୋଟେ ନାରୀ ଜୀବନର ଅନ୍ତର କଥାକୁ ମୁଁ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛି। ତ୍ରୁଟି ମାର୍ଜନା କରିବା ହେବେ। ଆଶା କରୁଛି ଏହା ଆମ ପାଇଁ ଏକ ଦିଗ୍ଦର୍ଶନ ହେବ। ନମସ୍କାର।